जय जगन्नाथ पिला माने समस्त को आज वीडियो को स्वागत। तुम झुलना दुई बहिर पाठ 6 सुआर थंट कोइलीर कंठ ए सुंदर चैप्टर हम प्रश्न उत्तर आलोचना करनेबा। एक नंबर आस कथा हेबा क सुआर थंट देखिबा को किपरि ताले उत्तर लिखिबो पिला माने सुआर थंट देखिबाकू पिला माने किपरि नाली नाली। ठीक अछि उत्तर एमती लिखिबो। नेक्स्ट खरे देइची गपरे काहाकू नानी बोली कुआ जाईची। उत्तर गपरे कोइली को नानी बोली कुहा जाईची। नेक्स्ट ग तुमे लंठन देखिछ कि राति रे विद्युत चली गले तुमे कौन कर ताहले पिला माने तुमे लंठन देखिछ कि तुमे जदी देखिथिबो हां लिखिबो नहले ना ताहले मु एठी लेखुची हां मु लंठन देखिछि ताहले कमा देकी लिखिबो राति रे विद्युत चली गले तुमे कौन कर ताहले लिखिबो राति रे विद्युत चली गले लंठन ओ चार्ज लाइट व्यवहार करि थाउ एमती लिखि नेबो हला व्यवहार करि थाउ बुझेला। आगो बुझिबा घ कोइले घर को सुआ माने काहे की जाउथिले ताहले उत्तर लिखिबो कोइली घर को सुआ माने गीत सुनिबा को जाउथिले बुझेला एमती लिखिबो उत्तर। नेक्स्ट तुमे काहा ठारू गीत सुनी थाओ ताहले उत्तर लिखिबो मु मो मा भौणी भाई को ठारू गीत सुनी थाए हला सुनी थाए तु माने एठी निजे मध्ये किछि लिखि परिबो जदी बड़ भौणी कि बड़ भाई हेतिबे लिखिबो किबा तुम बापा जदी गीत बोलंती बा सुनांती हला तो ताकू मध्ये एठी ऐड कर परिबो बुझला पापा एठी मध्ये लिखि परिबो आउ जेजे मा जेजे बापा इत्यादि मध्ये लिखि परिबो। ताहले 2 नंबर देख ओ लेख ताहले पिला माने एठी देखो अण टन ट आमे देखि कि लिखिबा ताहले लेख एठी पिला माने तुमे मान अभ्यास करो अण टन ट हला तो तुमे माने एठी अभ्यास करि नब लेखा तुमे माने खाता रे सुंदर सुंदर अक्षर करिक लिखिबो एगुडी को जेते हस्ताक्षर तुमे माने लिखिबो तुम अक्षर सेते गोल हबो बुझि पारलो एमती अण टन ट लिखिबो। तापरे देखो अण ठन ठ ताहले अण ठन ठ लिखिबा हला अण ठन ठ एमती बारंबार उच्चारण करिवो आउ लिखिबो बुझेला। ताहले आगो को जिबा 3 नंबर आसो पढिबा ताहले कोन लेखा है जेडी देखिबा पढिबा क घंटी बाजई ठन ठन घंट बाजई ढंग ढंग खरे दुखी को दान देबा पई कुंठित न होइबो
କେହି। ତାହେଲେ ତୁମେ ମାନେ ଏଗୁଡିକ ପଢି ନେବ, ବୁଝିହେଲା। ତାହେଲେ 4 ନମ୍ବର ଦେଖ ପିଲାମାନେ, ଚିତ୍ରର ନାମକୁ ପଢ ଓ ସେଥିରେ ଥିବା ଯୁକ୍ତାକ୍ଷରକୁ ବାଛି ଗୋଲ ଭିତରେ ଲେଖ। ତାହେଲେ ତଳେ ଥିବା ଚିତ୍ରର ନାମକୁ ଆମେ ପଢିବା ଏବଂ ଯୁକ୍ତାକ୍ଷର ଥିବା ଅକ୍ଷରକୁ ଗୋଲ ଭିତରେ ଲେଖିବା। ତାହେଲେ ଦେଖ ପିଲାମାନେ, ଏଠି ଗଣ୍ଠି, ତ ଏଠି କଣ ଣଠନ ଠରେ ହସିକାର ଦିଆ ହେଇଛି, ତ ଯୁକ୍ତାକ୍ଷର କଣ ଣଠନ ଠ। ସେଇଭଳି ଆଣ୍ଠୁ, ଏଠି ଦେଖ ଆଣ୍ଠୁ ଣଠନ ଠ ହେଲା। ତ ସେଇଭଳି ଏଠି ଦେଖ ଶୁଣ୍ଠି ଣଠନ ଠ ଯୁକ୍ତାକ୍ଷର ଅଟେ, ତ ସେଇଭଳି ଲଣ୍ଠନ, ଏଠି ମଧ୍ୟ ସେ ଯୁକ୍ତାକ୍ଷର ରହୁଛି କଣ ଣଠନ ଠ ହେଲା, ଣଠନ ଠ। ତ ଏଇଭଳି ଦେଖ ଗଣ୍ଠି, ଆଣ୍ଠୁ, ଶୁଣ୍ଠି, ଲଣ୍ଠନ ଏମିତି ପଢି ନେବ। ତାପରେ ଦେଖ ଆହୁରି ମଧ୍ୟ ଦେଇଛି, ଦେଖ ଘଣ୍ଟା, ତାହେଲେ ଏଠି କଣ ଣଟନ ଟ, ତ ଯୁକ୍ତାକ୍ଷର ହଉଛି କଣ ଣଟନ ଟ। ସେଭଳି ଦେଖ ଥୁଣ୍ଟା, ଏଠି ମଧ୍ୟ ଣଟନ ଟ। ଝିଣ୍ଟିକା, ଏଠି ଦେଖ ଣଟନ ଟ, ଏଠି ଦେଖ କଣ୍ଟା ମଧ୍ୟ ଣଟନ ଟ, ଠିକ ଅଛି। ତାପରେ ଣଠନ ଠ ଅକ୍ଷରକୁ ଖାଲି ଜାଗାରେ ଲେଖ ଓ ପଢ। ତାହେଲେ ଣଠନ ଠ ଲେଖିବା ଖାଲି ଜାଗାରେ ହେଲା। ଏଠି ଦେଖ ପଢିବ ପୁଣି କଣ୍ଠ, ତାପରେ ଲୁଣ୍ଠନ, ଏଇଠି ପେଣ୍ଠ ଲେଖିପାରିବ, ଏଇଠି ସଣ୍ଠଣା ହେଲା, ସଣ୍ଠଣା, ବୁଝିହେଲା। ତାହେଲେ 6 ନମ୍ବର ପଢ ଓ ଲେଖ। ତାହେଲେ ଯାହା ଲେଖା ହେଇଛି ତାକୁ ପଢିବା ଆଉ ଲେଖିବା। ତାହେଲେ ଏଠି ତୁମେ ଲେଖିବ ତଣ୍ଟି, ଲେଖିବ ତେଣ୍ଟା ହେଲା, ଏଠି କଣ୍ଟା, ଏମିତି ପଢିବ ଆଉ ଲେଖିବ। ତାହେଲେ ଦେଖ ଏଇଠି ମଧ୍ୟ ଲେଖା ହେଇଛି କଣ ପିଲାମାନେ କଣ୍ଟକ, ଏଠି ଲେଖିବ କଣ୍ଟକ। ନିଅଣ୍ଟ, ନିଅଣ୍ଟ, ତାପରେ ଝୁଣ୍ଟିଆ ହେଲା। ଏଇ ବକ୍ସ ଭିତରେ ପିଲାମାନେ ଭଲ ଭାବରେ ଲେଖିବ ସୁନ୍ଦର ସୁନ୍ଦର ଅକ୍ଷର କରିକିନି, ବୁଝିହେଲା। ତାପରେ ଲେଖିବା ଦେଖ ହାତ ଘଣ୍ଟା, ଏଠି ଲେଖିବ ହାତ ଘଣ୍ଟା, ଏଠୁ ଦେଖିବ ଲେଖିବ। ତାପରେ ପେଚ କଣ୍ଟା, ପେଚ କଣ୍ଟା, ଏଠି ଲେଖିବ କଣ୍ଟା ଗଛ, କଣ୍ଟା ଗଛ, ବୁଝିଲେ ଏମିତି ଲେଖିବ। ତାହେଲେ 7 ନମ୍ବର ତଳ ଚିତ୍ରକୁ ଦେଖ ଓ ବାକ୍ୟଟିଏ ଲେଖ। ତାହେଲେ ପିଲାମାନେ ଏଇ ଚିତ୍ର ଗୁଡିକୁ ଦେଖିକି ଆମେ କଣ କରିବା ବାକ୍ୟ ଲେଖିବା, ବୁଝିହେଲା। ତାହେଲେ ଏଇଠି ଦେଖ ପ୍ରଥମେ ଦେଇଛି ଝିଣ୍ଟିକା, ତାହେଲେ ଏଇଠି କଣ କରିବା ବାକ୍ୟଟିଏ ଲେଖିବା। ମୁଁ ଲେଖି ଦଉଛି, ତୁମେ ମାନେ ଲେଖି ନବ। ଝିଣ୍ଟିକା ଚାଲେ ଡେଇଁ ଡେଇଁକା, ଝିଣ୍ଟିକା ଚାଲେ ଡେଇଁ ଡେଇଁକା, ଡେଇଁ ଡେଇଁକା ଏମିତି ଲେଖିବ। ତାପରେ ଲଣ୍ଠନ, ତ ଲଣ୍ଠନ ଲେଖିବ ବର୍ତ୍ତମାନ, ଲଣ୍ଠନର ବ୍ୟବହାର କମିଗଲାଣି, କମିଗଲାଣି, ଠିକ ଅଛି। ତାପରେ ଦେଖ ଘଣ୍ଟା ଚିତ୍ର ଦେଇଛି, ତାହେଲେ ଆମେ ଲେଖିବା କଣ ଘଣ୍ଟା ଦେଖି ଆମେ ସମୟ ଜାଣିପାରୁ, ଲେଖିବ ଆମେ ଘଣ୍ଟା ଦେଖି ସମୟ ଜାଣିପାରୁ, ବୁଝିହେଲା। ତାହେଲେ ଏଠି ଦେଖ ପିଲାମାନେ ଦେଇଛି ତଳେ ଶୁଆର ଥଣ୍ଟ ଦେଇଛି ଏଇଠି ନା ନାଇଁ, ତ ଏଇଠି ଲେଖିବ କଣ ବାକ୍ୟଟିଏ ଲେଖିବ ଶୁଆର ଥଣ୍ଟକୁ ଦେଖିକି। ତାହେଲେ ଲେଖିବ ଶୁଆର ଥଣ୍ଟ ନାଲି ନାଲି, ନାଲି ନାଲି, ବୁଝିହେଲା। ଏମିତି ଲେଖିଦବ। ନହେଲେ ତୁମେ ମାନେ ଲେଖିପାରିବ ଆହୁରି କଣ ଅଲଗା ଶୁଆ ବିଷୟରେ, ଆମ ଘରେ ଗୋଟେ ଶୁଆ ଅଛି, ଏମିତି ତୁମେ ମାନେ ଲେଖିପାରିବ, ବୁଝିହେଲା। ତାହେଲେ 8 ନମ୍ବର ପ୍ରଜାପତିର 2 ଡେଣାରୁ ଅକ୍ଷର ନେଇ ମଝିରେ ଥିବା
ଅକ୍ଷର ସହ ମିଶାଇ ଶବ୍ଦ ଗଢ଼ ଓ ଲେଖ। ତାହେଲେ ପିଲାମାନେ ଏଠି ଦେଖ ପ୍ରଜାପତିର ଏଠି ଦୁଇଟା ଡେଣା, ଇଏ ଗୋଟେ ଡେଣା, ଇଏ ଗୋଟେ ଡେଣା, ଏଇ ଦୁଇଟି ଡେଣାରୁ ଆମେ ଅକ୍ଷର ନବା ଆଉ ମଝି ଅକ୍ଷରକୁ ନେଇକି ଆମେ କଣ କରିବା, ମିଶେଇକିନି ଶବ୍ଦ ଗଢ଼ିବା। ତାହେଲେ ଦେଖ ଏଠି ଆମେ ନବା, ଏଠି ଦେଖ ଶବ୍ଦ କରିପାରିବା। ତ ଦେଖ ପିଲାମାନେ ଏଇଠି ଅଛି ଆ, ହେଲା, ଆ ଆମେ ଏଠି ଯଦି ଠୁ ଲେଖିବା ତାହେଲେ ଏଠି ଏ ନବା, ହେଲା, ଏ ଡେଣାରୁ ଆ, ଏ ଡେଣାରୁ ଏ, ଆଉ ଏ ଡେଣାରୁ ମଝିରୁ ନେଲେ ଆମେ କଣ ଠୁ, ତେଣୁ ଆଣ୍ଠୁ ଏ କରିପାରିବା, ଠୁ ଏ। ତ ସେଇଭଳି ଆମେ କରିପାରିବା। ଦେଖ ଗଣ୍ଠିଲି, ହେଲା, ଏଠି ଲେଖିବ ଗଣ୍ଠି, ପିଲାମାନେ ଲେଖିବ ଗଣ୍ଠି ଲି, ବୁଝିହେଲା। ତାପରେ ଏଇଠି ମଧ୍ୟ ଲେଖିପାରିବ, ଦେଖ ଏଇଠି ଦେଖ, ଏଠି ଦେଖ ଗୁ ଅଛି, ଠ ଅଛି, ନହେଲେ ଏଇଠି ମଧ୍ୟ ଲେଖିପାରିବା ଗୁଣ୍ଠୁଣି, ଦେଖ ଗୁ ଠୁ ଉଣି, ହେଲା, ଏଠି ଦେଖ ଗୁଣ୍ଠୁଣି, ଏମିତି ବି ନେଇପାରିବ। ତା ସହିତ ଆହୁରି ମଧ୍ୟ ଏଠି ଦେଖ ନେଇପାରିବା, ଦେଖିବା ଏଠି ଅଛି, ଏଠି ମଧ୍ୟ ଲେଖିପାରିବା ସଣ୍ଠଣା, ହେଲା, ସଣ୍ଠଣା, ଏମିତି ତୁମେମାନେ ଲେଖିବ। ଆହୁରି ମଧ୍ୟ ତୁମେମାନେ ଶବ୍ଦ ଗଠନ କରିବ। ତାହେଲେ 9 ନମ୍ବର, ଆସ ଆଲୋଚନା କରି ପ୍ରଶ୍ନ ଗୁଡ଼ିକର ଉତ୍ତର ଲେଖିବା। ତାହେଲେ କ, ଗଛ ଉପରେ ଛୁଆମାନଙ୍କୁ କିଏ ଖୁଆଉଥିଲା? ଉତ୍ତର, ଗଛ ଉପରେ ଛୁଆମାନଙ୍କୁ ମା ଶୁଆ ଖୁଆଉଥିଲା, ବୁଝିଲା। ତାପରେ ଦେଖ ଖରେ ଦେଇଛି କେଉଁ ପକ୍ଷୀର ସ୍ୱର ମଧୁର? ତାହେଲେ ଲେଖିବ କୋଇଲିର ସ୍ୱର ମଧୁର, କୋଇଲିର ସ୍ୱର ମଧୁର। ନେକ୍ସଟ ଗ, କୋଇଲି ଓ ଶୁଆର ପରିବାରକୁ ସମସ୍ତେ ଆଦର କରନ୍ତି କାହିଁକି? ତାହେଲେ ଉତ୍ତର ଲେଖିବ ପିଲାମାନେ କୋଇଲିର କଣ୍ଠ, କୋଇଲିର କଣ୍ଠ ଓ ଶୁଆର ଥଣ୍ଟ ପାଇଁ ସେମାନଙ୍କ ପରିବାରକୁ ସମସ୍ତେ ଆଦର କରନ୍ତି। ନେକ୍ସଟ ଘ, କେଉଁ କାମ ସମୟରେ ତୁମ ପରିବାର ଅନ୍ୟ ପରିବାରର ସାହାଯ୍ୟ ନିଅନ୍ତି? ତାହେଲେ ଉତ୍ତର ଲେଖିବ ଏଇଠି ପିଲାମାନେ ବିପଦ ସମ୍ପଦ, ହେଲା, ବା ଲେଖିପାରିବ ବିପଦ ସମୟରେ, ବା ଅସୁବିଧା ମଧ୍ୟ ଲେଖିପାରିବ, ହେଲା, ବିପଦ ସମୟରେ ଆମ ପରିବାର ଅନ୍ୟ ପରିବାରର ସାହାଯ୍ୟ ନିଅନ୍ତି, ବୁଝିଲା। ଏମିତି ଉତ୍ତର ଲେଖିବ। ନେକ୍ସଟ ତୁମେ ରାତିରେ ଘରକୁ ଫେରିବା ବେଳେ କଣ କରିବ? ତାହେଲେ ଏଠି ଲେଖିବ ତୁମେ ରାତିରେ ଘରକୁ ଫେରିବା ବେଳେ କଣ କରିବ? ମନେକର ତୁମେ ବାହାରକୁ ଯାଇଛ, ତାହେଲେ ରାତି ହେଇଯାଇଛି, ଘରକୁ ଫେରିଲ, ତାହେଲେ ଲେଖିବ ମୁଁ ରାତିରେ ଘରକୁ ଫେରିବା ବେଳେ ଲାଇଟ୍ ଜଳାଇ
ସାବଧାନତାର ସହ ବା ସହିତ ଘରକୁ ଫେରିବି ହେଲା। ତାପରେ ପାଠ ପଢିବି ଇତ୍ୟାଦି ଲେଖିପାରିବ ହେଲା। ତାପରେ 10 ନମ୍ବର ଘଣ୍ଟା ନଥିଲେ କଣ ଅସୁବିଧା ହୁଅନ୍ତା? ତାହେଲେ ପିଲାମାନେ ଘଣ୍ଟା ନଥିଲେ ତୁମେ ସମୟ ଜାଣିପାର କି? ଜାଣିପାରିବନି। ତ ଲେଖିବ ଘଣ୍ଟା ନଥିଲେ ସମୟ ଜାଣିପାରିବା ନାହିଁ ଓ ଠିକ ସମୟରେ ଆମେ ବିଦ୍ୟାଳୟକୁ ଯାଇପାରିବୁ ନାହିଁ ହେଲା। ଆହୁରି ଅନେକ ଅସୁବିଧା, ଠିକ ସମୟରେ ଠିକ କାର୍ଯ୍ୟ ଆହୁରି ମଧ୍ୟ କରିପାରିବୁ ନାହିଁ। ବୁଝିହେଲା? ତାହେଲେ 11 ନମ୍ବର ଉପଯୁକ୍ତ ବିରାମ ଚିହ୍ନ ବ୍ୟବହାର କର। ତୁମେ ଲଣ୍ଠନ ଦେଖିଛି କି? ତାହେଲେ ପିଲାମାନେ ଏଠି ଦେଖିଛି ଅଛି, ଦେଖିଛ ହବ। ଠିକ ଅଛି। ତାହେଲେ ଏଠି କଣ କରିବା? ଆମେ ପ୍ରଶ୍ନ ମାର୍କ ଚିହ୍ନ ଦେବା, ପ୍ରଶ୍ନ ସୂଚକ ଚିହ୍ନ ହେଲା, କ୍ୱେଶ୍ଚିନ୍ ମାର୍କ ଯାହାକୁ କୁହାଯାଏ ଇଂଲିଶରେ। ଖରେ ଶୁଆର ଥଣ୍ଟ ନାଲି। ତାହେଲେ ପିଲାମାନେ ଶୁଆର ଥଣ୍ଟ ନାଲି, ତାହେଲେ ଏଇଠି କଣ କରିବା? ପୂର୍ଣ୍ଣଚ୍ଛେଦ ହିଁ ଦବା। ଆହା କି ମଧୁର ସ୍ୱର। ତାହେଲେ ପିଲାମାନେ ଏଇଠି ଆମେ ବିସ୍ମୟ ସୂଚକ ଚିହ୍ନ ଦବା। ଏମିତି ଗୋଟେ ଗାର ଦେଇକି ବିନ୍ଦୁ, ଯାହାକୁ ଇଂଲିଶରେ କୁହାଯାଏ ଏକ୍ସକ୍ଲାମେଟରୀ ସିମ୍ବଲ। ଠିକ ଅଛି? ଏକ୍ସକ୍ଲାମେଟରୀ ଚିହ୍ନ ବା ଓଡ଼ିଆରେ କୁହନ୍ତି ବିସ୍ମୟ ସୂଚକ। ମନେ ରଖିବ, ବିସ୍ମୟ ସୂଚକ ଚିହ୍ନ। ବୁଝିହେଲା? ତାପରେ ଘରେ ଘଣ୍ଟା ଦେଖି ସମୟ କୁହ। ତାହେଲେ ଏଠି ପୂର୍ଣ୍ଣଚ୍ଛେଦ ଦେଇଦବ, ଗୋଟେ ବାକ୍ୟ, ଗୋଟେ ସମ୍ପୂର୍ଣ୍ଣ ବାକ୍ୟ। ତାପରେ ଦେଖ 13 ନମ୍ବର, ଏଠି ପିଲାମାନେ 12 ନମ୍ବର ଆଗେ କରିନେବା, ଚିତ୍ରରେ ରଙ୍ଗ ଦିଅ। ତାହେଲେ ପିଲାମାନେ ତୁମେ ମାନେ ଏ ଦୁଇଟି ଚିତ୍ରକୁ ସୁନ୍ଦର ଭାବରେ ଏଇ ପକ୍ଷୀ ଦୁଇଟିକୁ ରଙ୍ଗ ଦବ ହେଲା। ବୁଝିହେଲା? ଘର ଚଟିଆ, ଇଏ ହଉଛି ଶୁଆ। ତାହେଲେ ଶୁଆର ରଙ୍ଗ କରିଦବ, ଗ୍ରୀନ କଲର କରିଦବ, ତା ଥଣ୍ଟକୁ ନାଲି କରିଦବ। ଏଇଟା ସେମିତି କଣ କରିବ? କଳା ଆଉ ମେରୁନ କଲର ମିଶେଇକି ଦବ ହେଲା। ତ ତୁମେ ମାନେ ଦବ। ଆଉ ପକ୍ଷୀ ବିଭିନ୍ନ ପ୍ରକାର ଅଛି, ତ ତୁମେ ମାନେ ଯେକୌଣସି ରଙ୍ଗ ଦେଇପାରିବ, କିନ୍ତୁ ଶୁଆର ରଙ୍ଗ ଗ୍ରୀନ ହିଁ କରିବ ହେଲା। ତାପରେ 13 ନମ୍ବର ତୁମ ପାଇଁ କାମ। ଚିତ୍ର ଦେଖି ଅଙ୍ଗ ପ୍ରତ୍ୟଙ୍ଗ ଗୁଡ଼ିକର ନାମ ଲେଖ। ତାହେଲେ ଗୋଟେ ଦେଇଛି କଣ? ମୁଣ୍ଡ। ତାହେଲେ ଏଇଠି ଆମେ ଲେଖିପାରିବା କଣ? ଚୁଟି। ଏଇଠି ଲେଖିପାରିବା ଆଖି, ଏଇଠି ନାକ, ଆହୁରି ଲେଖିପାରିବା ପାଟି ହେଲା। ଏଇଠି ଲେଖିପାରିବା ବେକ। ଏମିତି ତଳକୁ ତଳ ଲେଖିନେବ। ବୁଝିହେଲା? ତାହେଲେ ଏଇଠି ଲେଖିବା ଛାତି, ଲେଖିପାରିବା ଛାତି। ଏଇଟା ଲେଖିପାରିବା କାନ୍ଧ, ଲେଖିପାରିବା ମଧ୍ୟ ପିଲାମାନେ ଉପରକୁ ଟିକେ ହେଲା, କାନ୍ଧ। ଆହୁରି ଲେଖିପାରିବ ଏଠି, ଏଇଟା ହଉଛି ହାତ ହେଲା, ହାତ ଲେଖିବ। ଏଇଟା ଏଇ ମଝି ଜାଗାଟା ଲେଖିବ କହୁଣି ହେଲା, ଏପଟେ ଆଉ ଏପଟେ। ତାହେଲେ ଏଇଟା ହଉଛି ପେଟ ହେଲା। ତାହେଲେ ଏଇଠି ପିଲାମାନେ ହାତ ଆଙ୍ଗୁଳି ଲେଖିବ ହେଲା, ହାତ ଆଙ୍ଗୁଳି। ଏଠି ଜଙ୍ଘ। ତାହେଲେ ଏଇଠି ଲେଖିପାରିବ ଆଣ୍ଠୁ ହେଲା, ଆଣ୍ଠୁ। ତାହେଲେ ଏଇଠି ତଳେ ଲେଖିପାରିବ ପିଲାମାନେ ପାଦ। ଠିକ ଅଛି? ପାଦ, ଆଉ ଏଇଟା ହଉଛି ପାଦ ଆଙ୍ଗୁଳି। ଏମିତି ତୁମେ ମାନେ ଲେଖିନେବ, ଆହୁରି ମଧ୍ୟ ଚିହ୍ନିକି ଲେଖିପାରିବ। ବୁଝିହେଲା? ତାହେଲେ ଆଗକୁ ଯିବା। ତାହେଲେ ପିଲାମାନେ ଏଇଠି ପ୍ରଶ୍ନ ଉତ୍ତର ତୁମର ସରିଯାଇଛି ହେଲା। ଆଉ ପାଠ ସବୁ ବୁଝିପାରିଲ କି ନାହିଁ କମେଣ୍ଟରେ ଜଣେଇବ। ଆଉ ତୁମର ସୁନ୍ଦର ସୁନ୍ଦର ନାମ ମତେ କମେଣ୍ଟ ବକ୍ସରେ ଜଣେଇବ। ଆଉ ଚ୍ୟାନେଲ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ କରିଦେବ ଏହିପରି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ। ଆଉ ଏହା ପରେ କେଉଁ ବିଷୟରେ ତୁମକୁ କ୍ୱେଶ୍ଚିନ୍ ଆନ୍ସର ଦରକାର
ମତେ କମେଣ୍ଟରେ ଜଣେଇବ। ଠିକ ଅଛି, ଆଜି ପାଇଁ ରହୁଛି। ଥ୍ୟାଙ୍କ ୟୁ।